ଓଡ଼ିଶାରେ ଆମର ଅନେକ ବନ୍ଦର ଗୁଡ଼ିକ ରହିଛି ତନ୍ମଧ୍ୟରୁ 5ଟି ବନ୍ଦର ବିଷୟରେ ଆଜିର ଭିଡ଼ିଓରେ ଆମେ କଥା ହେବା। ପ୍ରଥମତଃ ହେଉଛି ପାରାଦୀପ ବନ୍ଦର, ଯେଉଁଟାକୁ ପାରାଦୀପ ପୋର୍ଟ କୁହାଯାଏ। ଏହା ଓଡ଼ିଶାର ଏକମାତ୍ର ମୁଖ୍ୟ ବନ୍ଦର, ମେଜର ପୋର୍ଟ ଏବଂ ଭାରତର ଅନ୍ୟତମ ବୃହତ୍ତମ ବନ୍ଦର। ଅବସ୍ଥିତି ଜଗତସିଂହପୁର ଜିଲ୍ଲା। 2024-25 ଆର୍ଥିକ ବର୍ଷରେ ଏହା ଭାରତର ନମ୍ବର 1 ମୁଖ୍ୟ ବନ୍ଦର ଭାବେ ଉଭା ହୋଇଛି। ଏହା ମୁଖ୍ୟତଃ କୋଇଲା, ଲୁହାପଥର ଏବଂ ଖଣିଜ ଦ୍ରବ୍ୟ ରପ୍ତାନି ଏବଂ ଆମଦାନୀ ହୋଇଥାଏ। ସେକେଣ୍ଡ ହେଉଛି ଧାମରା ବନ୍ଦର, ଧାମରା ପୋର୍ଟ। ଏହା ଏକ ଅତ୍ୟାଧୁନିକ ଗଭୀର ସମୁଦ୍ର ବନ୍ଦର, ଡିପ୍ ୱାଟର ପୋର୍ଟ, ଯାହା ଆଦାନୀ ଗ୍ରୁପ ଦ୍ୱାରା ପରିଚାଳିତ। ଅବସ୍ଥିତି ଭଦ୍ରକ ଜିଲ୍ଲା। ଏହା ଏକ ସର୍ବକାଳୀନ ସବୁ ସମୟରେ ବନ୍ଦର। ଏହାର ଗଭୀରତା ଅଧିକ ଥିବାରୁ ଏଠାକୁ ବିଶାଳକାୟ ଜାହାଜ ଗୁଡ଼ିକ ସହଜରେ ଆସିପାରନ୍ତି। ଥର୍ଡ, ଗୋପାଳପୁର ବନ୍ଦର। ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ ଏହି ବନ୍ଦରଟି ଦକ୍ଷିଣ ଓଡ଼ିଶାର ଅର୍ଥନୀତି ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହା ଏକ ଘରୋଇ ପରିଚାଳିତ ବନ୍ଦର। ଏଠାକୁ ମୁଖ୍ୟତଃ ବାଲି, କୋଇଲା ଏବଂ ସିମେଣ୍ଟ ପରି ସାମଗ୍ରୀ ପରିବହନ କରାଯାଏ। ବର୍ତ୍ତମାନ ଏହାର ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଛି। ଫୋର୍ଥ, ସୁବର୍ଣ୍ଣରେଖା ବନ୍ଦର, ଯେଉଁଟାକି ନିର୍ମାଣାଧୀନ ଅଛି। ଏହି ବନ୍ଦରଟି ବର୍ତ୍ତମାନ ନିର୍ମାଣାଧୀନ ଅବସ୍ଥାରେ ଅଛି, ଯାହା ଉତ୍ତର ଓଡ଼ିଶାର ବାଣିଜ୍ୟକୁ ନୂତନ ଦିଶା ଦେବ। ବାଲେଶ୍ୱର ଜିଲ୍ଲାରେ ଅବସ୍ଥିତ। ଏହା ଟାଟା ଷ୍ଟିଲ୍ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ବିକଶିତ ହେଉଛି। ଏହା ସମ୍ପୂର୍ଣ୍ଣ ହେଲେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ସହ ବ୍ୟାପାର ବୃଦ୍ଧି ହୋଇପାରିବ। ବନ୍ଦରଟି ପୁରୀ ଜିଲ୍ଲାରେ ଅବସ୍ଥିତ। ଏହା ଏକ ବହୁମୁଖୀ ବନ୍ଦର ଭାବେ ବିକଶିତ ହେଉଛି, ଯାହା ମଧ୍ୟ ଓଡ଼ିଶାର ଶିଳ୍ପାଞ୍ଚଳକୁ ସମୁଦ୍ର ପଥ ସହ ଯୋଡ଼ିବାରେ ସାହାଯ୍ୟ କରିବ। ଓଡ଼ିଶା ସରକାର ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ବାହୁଡ଼ା ବନ୍ଦର ଏବଂ ପୁରୀରେ ଏକ କ୍ରୁଜ୍ ଟର୍ମିନାଲ ନିର୍ମାଣ ପାଇଁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି, ଯାହା ରାଜ୍ୟର ପର୍ଯ୍ୟଟନ ଓ ବାଣିଜ୍ୟକୁ ଆହୁରି ସମୃଦ୍ଧ କରିବ। ভিডিওটি কেমতি লাগিলা মতে কমেন্ট করিকি জଣାইବ। যদি क्वेश्चन ଅଛି, डाउट ଅଛି, कमेंट लिखि दबो, आंसर करबा। যদি ভাল লাগিলা তো জানিଛ ভিডিও টিকে লাइक कर दबो, अन्य से शेयर करो, चैनल को सब्सक्राइब करी बेल आइकन प्रेस करी ऑल नोटिफिकेशन को ऑन रखिता।